ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟର 22 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ କହନ୍ତି, ସେହିପରି ତୁମେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମମାନଙ୍କ ଠାରୁ ତୁମମାନଙ୍କର ଆନନ୍ଦ ହରଣ କରିବ ନାହିଁ। ପ୍ରଭୁ ଯୀଶୁଙ୍କ ମୃତ୍ୟୁର ବାର୍ତ୍ତାରେ ଶିଷ୍ୟମାନେ ଦୁଃଖରେ ପରିପୂର୍ଣ୍ଣ ଥିଲେ, କିନ୍ତୁ ସେମାନେ ପୁନରୁତ୍ଥିତ ଯୀଶୁଙ୍କର ଦର୍ଶନ ପାଇବା ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହେଲେ ତାହା କେହି ହରଣ କରିବ ନାହିଁ ବା କରିନାହିଁ। ଏହିପରିକି କ୍ଲେଶ ସମସ୍ୟା ମୃତ୍ୟୁ ମଧ୍ୟ ତାହା ହରଣ କରିପାରେ ନାହିଁ। ଆଜି ପ୍ରଭୁ ସ୍ୱର୍ଗରେ ଉପବିଷ୍ଟ, ପୁଣି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ନେଇଯିବା ନିମନ୍ତେ ସେ ଆଗମନ କରିବେ। ଆଜି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଅନବରତ କ୍ଲେଶ ଭୋଗ କରନ୍ତି, କାରଣ ଯଦିଓ ସେମାନେ ପାପର ଦଣ୍ଡରୁ ମୁକ୍ତ ହୋଇଛନ୍ତି ତଥାପି ଜଗତରେ ସେମାନେ ପାପର ଉପସ୍ଥିତିରେ ରହନ୍ତି। ସେମାନେ ଜାଣନ୍ତି ଯେ ପୁନରୁତ୍ଥିତ ପ୍ରଭୁ ଆଉ କଦାପି ମରିବେ ନାହିଁ, କାରଣ ତାହାଙ୍କ ଉପରେ ମୃତ୍ୟୁର ଆଉ କୌଣସି ଅଧିକାର ନାହିଁ। ସେ ପାପ ନିମନ୍ତେ ଥରେ ମୃତ୍ୟୁଭୋଗ କଲେ, କିନ୍ତୁ ଆଜି ସେ ସଦାକାଳ ଈଶ୍ୱରଙ୍କ ନିମନ୍ତେ ଜୀବିତ ଅଟନ୍ତି। ତଦନୁରୂପେ ବିଶ୍ୱାସୀ ମଧ୍ୟ ପାପ ପ୍ରତି ମୃତ ହୋଇ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱରଙ୍କ ନିମନ୍ତେ ଜୀବିତ ଅଟେ। ସେମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପ୍ରତ୍ୟାବର୍ତ୍ତନର ପ୍ରତୀକ୍ଷାରେ ଅଛନ୍ତି, କାରଣ ସେମାନେ ଜାଣନ୍ତି ଯେ ସେତେବେଳେ ସେମାନେ ସେହି ଆନନ୍ଦ ପ୍ରାପ୍ତ ହେବେ ଯାହା ଆଉ କେହି ହରଣ କରିନେବ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଆପଣ ମଧ୍ୟ ଏହି ଅନନ୍ତ ଆନନ୍ଦ ପ୍ରାପ୍ତ ହୁଅନ୍ତୁ। ଈଶ୍ୱରଙ୍କ ଠାରେ ଏହା ଆମର ପ୍ରାର୍ଥନା। ଧନ୍ୟବାଦ।